ମନରେଗା ନାମ ପରିବର୍ତ୍ତନ ପ୍ରତି ଆପତ୍ତି ଓ ଟାଟା ପାୱାରର ଜନବିରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରତିବାଦ। ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ଆଜି ଆମେ ଏହି ପ୍ରେସ୍ ମିଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବା ଚେଷ୍ଟାକୁ ତୀବ୍ର ଭାବେ ବିରୋଧ କରୁଛୁ। ମନରେଗା କେବଳ ଏକ ନାମ ନୁହେଁ, ଏହା ଗରିବ ଶ୍ରମିକ ଓ ଗ୍ରାମୀଣ ଲୋକଙ୍କ ଜୀବିକାର ଆଧାର। ନାମ ପରିବର୍ତ୍ତନ କରି ଏହି ଐତିହାସିକ ଯୋଜନାର ମୂଳ ଉଦ୍ଦେଶ୍ୟକୁ ଲୁଚାଇବାକୁ ଚେଷ୍ଟା ହେଉଛି। ସେହିପରି ଟାଟା ପାୱାର ଦ୍ୱାରା ଜନସାଧାରଣ ଉପରେ ହେଉଥିବା ଅନ୍ୟାୟ, ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଓ ଉପଭୋକ୍ତାଙ୍କ ସମସ୍ୟାକୁ ଅଣଦେଖା କରିବା ମନୋଭାବକୁ ଆମେ କଠୋର ଭାବେ ନିନ୍ଦା କରୁଛୁ। ବିଦ୍ୟୁତ୍ ଏକ ମୌଳିକ ଆବଶ୍ୟକତା, ଏହାକୁ ଲୁଟ୍ର ଉପକରଣ କରାଯିବା ଅଗ୍ରହଣୀୟ ଆମର ଦାବି। ମନରେଗା ଯୋଜନାର ନାମ ପରିବର୍ତ୍ତନ ତୁରନ୍ତ ବନ୍ଦ କରାଯାଉ। ମନରେଗାର ମଜୁରୀ ବୃଦ୍ଧି ଓ ସମସ୍ୟାରେ ପେମେଣ୍ଟ ନିଶ୍ଚିତ କରାଯାଉ। ଟାଟା ପାୱାରର ଇଚ୍ଛାମତ ବିଲ୍ ଆଦାୟ ଉପରେ ନିୟନ୍ତ୍ରଣ ହେଉ। ଉପଭୋକ୍ତାଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱଚ୍ଛ ଓ ଦାୟିତ୍ୱଶୀଳ ପ୍ରଣାଳୀ ଗଠନ କରାଯାଉ। ଯଦି ଆମ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରାଯାଉନାହିଁ, ତେବେ ଆମେ ଆଗାମୀ ଦିନରେ ଗଣତାନ୍ତ୍ରିକ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ରାୟଗଡ଼ାରୁ ବ୍ୟୁରୋ ରିପୋର୍ଟ, G9 ଓଡ଼ିଆ।